ନମସ୍କାର ଓଡ଼ିଶାବାସୀ। ଆଜି ହେଉଛି 12 ଅଗଷ୍ଟ 2025 ମଙ୍ଗଳବାର ଓ ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଖବର। ତେଣୁ ଚାଲନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା। ନମ୍ବର 1, ଖୁବ୍ ଶୀଘ୍ର କଟକରେ ହୋଇପାରେ ବିମାନ ବନ୍ଦର। କଟକବାସୀଙ୍କ ପାଇଁ ଖୁସି ଖବର। ଏହି ସିଲଭର ସହର ଖୁବ୍ ଶୀଘ୍ର ନିଜସ୍ୱ ଏକ ବିମାନ ବନ୍ଦର ତିଆରି କରିପାରେ। ଏନେଇ କଟକର ସାଂସଦ ଭର୍ତ୍ତୃହରି ମହତାବ ଏକ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ କହିଥିଲେ। ଖବର ଅନୁସାରେ ସାଂସଦ କହିଛନ୍ତି କଟକରେ ଏକ ବିମାନ ବନ୍ଦର ଆରମ୍ଭ କରିବା ଆବଶ୍ୟକତା ରହିଛି। ସେ ଚାରିବାଟିଆ ବାୟୁସେନା ଘାଟିର ଆଧୁନିକରଣ ଏବଂ ବିକାଶ ବିଷୟରେ କଥା ହେଉଥିଲେ। ଭର୍ତ୍ତୃହରି ମହତାବ ସୂଚନା ଦେଇଥିଲେ ଯେ ଚାରିବାଟିଆ ବାୟୁସେନା ଘାଟି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଅଛି ଏବଂ କଟକ ସହରର ଉପକଣ୍ଠ ଚୌଦ୍ୱାରରେ ଅବସ୍ଥିତ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ବାୟୁସେନା ଘାଟି ବ୍ୟବହାର କରାଯାଇଥିଲା। ନମ୍ବର 2, ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ। ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର। ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସମ୍ପୂର୍ଣ୍ଣ ଅଲଗା। କିଛିଦିନ ତଳେ କିଛି ସଂସ୍ଥା ମହାପ୍ରଭୁଙ୍କ ଶୁଖିଲା ଭୋଗ ଓ ମହାପ୍ରସାଦ ଅନଲାଇନରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ। ଯଦିଓ ମହାପ୍ରସାଦ ଦେଶ ବିଦେଶରେ ଭକ୍ତଙ୍କ ପାଖରେ ପହଞ୍ଚିବା ପାଇଁ ସୁବିଧା ହେବ, ମହାପ୍ରସାଦର ପବିତ୍ରତା ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି। କାରଣ ଅନଲାଇନରେ ମହାପ୍ରସାଦ ନିଆଗଲେ ତାର ପବିତ୍ରତା ଅକ୍ଷୁଣ୍ଣ ରଖିପାରିବ ନାହିଁ ବୋଲି ସନ୍ଦେହ ରହିଛି। ମନ୍ଦିର ପ୍ରଶାସନ ଏବଂ ସରକାର ଅନଲାଇନ ମହାପ୍ରସାଦ ବିକ୍ରିକୁ ନେଇ ସହମତି ନାହାନ୍ତି। ସମସ୍ତ ଭକ୍ତଙ୍କୁ ଅନୁରୋଧ, ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇବାର ସୌଭାଗ୍ୟ ପାଆନ୍ତୁ। ନମ୍ବର 3, ଆଉ ଜଣେ ନାବାଳିକାଙ୍କ ଆତ୍ମାହୁତି। ଗୁରୁତର ଅବସ୍ଥାରେ ଛାତ୍ରୀ ଉଦ୍ଧାର। ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା। ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଠାବ। ବରଗଡ଼ ଗାଇସିଲଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟ। ଗୁରୁତର ଅବସ୍ଥାରେ ଫୁଟବଲ ପଡ଼ିଆରୁ ଛାତ୍ରୀ ଉଦ୍ଧାର। ଛାତ୍ରୀ ଜଣଙ୍କ ମାମୁଁ ଘରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। କେମିତି ନାବାଳିକା ଜଡ଼ିଗଲେ କାରଣ ଅସ୍ପଷ୍ଟ ରହିଛି। ନିଜେ ଜଡ଼ିଯାଇଛନ୍ତି ନା ତାଙ୍କୁ କିଏ ଜାଳି ଦେଇଛି, ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନମ୍ବର 4, ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣା। 2 ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ 2 ଅଭିଯୁକ୍ତଙ୍କୁ ଆଜିଠାରୁ 2 ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ କୁମାର ମିଶ୍ରଙ୍କୁ 2 ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କଟକ ଜେଏମଏଫସି କୋର୍ଟ 3। ଜିତନ ମହାରଣା ହିଁ ପ୍ରଥମ ବ୍ୟକ୍ତି ଯିଏକି ବୋର୍ଡର ଉପସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନ୍ଡ୍ରାଇଭ୍ ଜରିଆରେ ଚୋରି କରିଥିଲା। ଏହି ପ୍ରଶ୍ନପତ୍ର ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ପଠାଇଥିଲା। ଏହା ବଦଳରେ 2,50,000 ଟଙ୍କା ମଧ୍ୟ ପାଇଥିଲା। ତେବେ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଉ କେତେ ମନି ଟ୍ରେଲ୍ ହୋଇଛି ସେ ନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ। ନମ୍ବର 5, 13ରେ ଲଘୁଚାପ। ଆଜିଠାରୁ ବର୍ଷା ଆରମ୍ଭ। 13ରେ ଲଘୁଚାପ 3 ଦିନ ପ୍ରବଳ ବର୍ଷିବ। ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯିବ। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 4 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି। ପ୍ରବଳ ବର୍ଷା ପାଇଁ 9 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାକି ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ସତର୍କ କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ 13ରୁ 14 ତାରିଖ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ନମ୍ବର 6, ପୁଣି ଥରେ ଆରବ ସାଗରରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ। ପୁଣି ଥରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ। ଆରବ ସାଗରରେ ଶକ୍ତି ପ୍ରଦର୍ଶନ କରିବେ 2 ଦେଶ।
ଆଜିଠୁ ଦୁଇ ନୌସେନାର ସମର ଅଭ୍ୟାସ। ଆଜି ଏବଂ ଆସନ୍ତାକାଲି ନାଭାଲ ଡ୍ରିଲ୍। ନିଜ ନିଜର ଜଳସୀମାରେ ରହି ସମର ଅଭ୍ୟାସ କରିବେ ଦୁଇ ଦେଶର ନୌସେନା। ସମର ଅଭ୍ୟାସ ପୂର୍ବରୁ ନୋଟାମ୍ ଜାରି କରିଛି ପାକିସ୍ତାନ। ପୂର୍ବରୁ ପହଲଗାମ ଆକ୍ରମଣ ପରେ ଶାନ୍ତି ପ୍ରଦର୍ଶନ କରିଥିଲା ଦୁଇ ନୌସେନା। ଆରବ ସାଗରରେ କରିଥିଲା ସମର ଅଭ୍ୟାସ। ଏପ୍ରିଲ 30ରୁ ମେ 3 ତାରିଖ ପର୍ଯ୍ୟନ୍ତ ଆରବ ସାଗରରେ ନାଭାଲ ଡ୍ରିଲ୍ ହୋଇଥିଲା। ଆଜିଠୁ ପୁଣି ଥରେ 2 ଦିନ ଧରି ଶକ୍ତି ପ୍ରଦର୍ଶନ କରିବେ। ଅପରେସନ୍ ସିନ୍ଦୁର ବେଳେ ଭାରତୀୟ ନୌସେନା ପାକିସ୍ତାନ ଉପରେ ବଡ଼ ହମଲା ପାଇଁ ପ୍ରସ୍ତୁତି କରିଥିଲା, କିନ୍ତୁ ତା ପୂର୍ବରୁ ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦେଇଥିଲା। ନମ୍ବର 7 ଧରାଡ଼ି ଭଗ୍ନାବଶେଷ ତଳୁ ବାହାରିଲା 45 ଫୁଟର କୋଠା। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଡ଼ିରେ ଭୟଙ୍କର ବିପର୍ଯ୍ୟୟ ଘଟିଥିଲା। ଫଳରେ ବିପର୍ଯ୍ୟୟ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନଯାପନରେ ବାଧା ସୃଷ୍ଟି କରିଛି। ବିପର୍ଯ୍ୟୟର 6 ଦିନ ପରେ ଲଗାତାର 24 ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଧ୍ୱଂସକାରୀ ବିପର୍ଯ୍ୟୟରେ ପ୍ରାୟ 45 ଫୁଟର ଭଗ୍ନାବଶେଷ ତଳେ ଅନେକ କୋଠା ପୋତି ହୋଇଯାଇଛି, ଯାହାର ଭଗ୍ନାବଶେଷ ହଟାଇବାର କାର୍ଯ୍ୟ ଚାଲିଛି, ଯାହାଦ୍ୱାରା ଶୀଘ୍ର ଜୀବନ୍ତ ଲୋକଙ୍କ ନିକଟରେ ପହଞ୍ଚାଯାଇପାରିବ। ଏହି କାର୍ଯ୍ୟ ପାଇଁ ଟ୍ରାକର, କୁକୁର ଏବଂ ଡ୍ରୋନ୍କୁ ନିୟୋଜିତ କରାଯାଇଛି। ଫଳରେ ଉଦ୍ଧାର କାର୍ଯ୍ୟ ସହଜ ଏବଂ ଶୀଘ୍ର ହୋଇଯିବ। ନମ୍ବର 8 ଗାଜା ଇସ୍ରାଏଲ ଯୁଦ୍ଧରେ 5 ସାମ୍ବାଦିକ ମୃତ। ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଲଗାତାର ଯୁଦ୍ଧ ଲାଗି ରହିଛି। ଏହି ଇସ୍ରାଏଲ ଏବଂ ହାମାସ ଆକ୍ରମଣରେ 5 ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଅଲ୍ ଶିଫା ହସ୍ପିଟାଲ ନିକଟରେ ପ୍ରେସ୍ ପାଇଁ ହୋଇଥିବା ଏକ ତମ୍ବୁକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ କରିଥିଲା। ସୂଚନାନୁଯାୟୀ ରବିବାର ବିଳମ୍ବିତ ରାତିରେ ଗାଜାର ଅଲ୍ ସଫା ହସ୍ପିଟାଲର ମୁଖ୍ୟ ଗେଟ୍ ବାହାରେ ଥିବା ତମ୍ବୁ ଉପରେ ଇସ୍ରାଏଲ ଆକ୍ରମଣ କରିବାରୁ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ 5 ଜଣ ସାମ୍ବାଦିକ ଥିଲେ। ମୃତକ ହେଲେ ମହମ୍ମଦ କରୈକେ, ଇବ୍ରାହିମ ଜାହିର, ମହମ୍ମଦ ନୌଫାଲ ଏବଂ ମୁଆମିନ ଅଲିୱା ଥିଲେ। ଏହାରି ମଧ୍ୟରେ ଇସ୍ରାଏଲ ସେନାବାହିନୀ ଅଲ୍ ଶରୀଫଙ୍କୁ ଆତଙ୍କୀ ବୋଲି କହିଛନ୍ତି, ଯିଏକି ନିଜକୁ ସାମ୍ବାଦିକର ପରିଚୟ ଦେଉଥିଲେ। ପ୍ରକୃତରେ ସେ ହାମାସ ଆତଙ୍କବାଦୀର ମୁଖ୍ୟ ଥିଲେ ଏବଂ ଇସ୍ରାଏଲ ନାଗରିକଙ୍କ ସମେତ ଆଇଡିଏଫ୍ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ। ନମ୍ବର 9 ଖୁବ୍ ଶୀଘ୍ର ହୋଇପାରେ ଆଗାମୀ ଯୁଦ୍ଧ। ଭାରତର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପରବର୍ତ୍ତୀ ଯୁଦ୍ଧ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ସେ ନେଇ ସତର୍କ କରାଇ ଦେଇଛନ୍ତି। ଅଗଷ୍ଟ 4 ତାରିଖରେ ଭାରତୀୟ ସେନା ଗବେଷଣା ପ୍ରକୋଷ୍ଠର ଉଦ୍ଘାଟନ ସମୟରେ ଆଇଆଇଟି ମାଡ୍ରାସର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଥିଲେ, 22 ଏପ୍ରିଲରେ ପହଲଗାମରେ ଯାହା ହୋଇଥିଲା ତାହା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଜେନେରାଲ ଦ୍ୱିବେଦୀ କହିଥିଲେ କି ଭବିଷ୍ୟତର ଯୁଦ୍ଧର ଫଳାଫଳରେ ପ୍ରଯୁକ୍ତି ବିଦ୍ୟା, ନାଗରିକ ପ୍ରସ୍ତୁତି ଏବଂ ନାଗରିକ ସମ୍ପୃକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆମେ ଯେଉଁ ପରବର୍ତ୍ତୀ ଯୁଦ୍ଧ ଦେଖୁଛୁ ତାହା ଶୀଘ୍ର ହୋଇପାରେ। ଆମକୁ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ଏଥର ଆମକୁ ଏହି ଯୁଦ୍ଧ ଏକାଠି ଲଢ଼ିବାକୁ ପଡ଼ିବ। ନମ୍ବର 10 ଭୋଟ ଚୋରି ଅଭିଯୋଗରେ ଦିଲ୍ଲୀରେ ପଦଯାତ୍ରା। ଭୋଟ ଚୋରି ଅଭିଯୋଗରେ ନିର୍ବାଚନ ଆୟୋଗ ବିପକ୍ଷରେ ଦିଲ୍ଲୀରେ ବିଶାଳ ପଦଯାତ୍ରା ହେଉଛି। ନିର୍ବାଚନ କମିଶନଙ୍କ ବିରୋଧରେ ଜୋରଦାର ପ୍ରତିବାଦ ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ପଦଯାତ୍ରାରେ 300ରୁ ଅଧିକ ବିରୋଧୀ ନେତା ଓ ସାଂସଦ ସାମିଲ ହୋଇଛନ୍ତି। ବିରୋଧୀ ସାଂସଦମାନେ ସଂସଦ ଭବନର ମକର ଦ୍ୱାରରୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ଯିବାବେଳେ ଅଟକାଇଥିଲା ପୋଲିସ। ପୋଲିସ ପ୍ରତିବାଦ ଶୋଭାଯାତ୍ରାକୁ ବନ୍ଦ କରିବା ମାତ୍ରେ ବିରୋଧୀ ଦଳର ସାଂସଦମାନେ ଧାରଣାରେ ବସିଥିଲେ। ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିଥିଲେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ। ଶେଷରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଗିରଫ କରିଛି ପୋଲିସ। ନେତା ରାହୁଲ ଗାନ୍ଧୀ କହିଛନ୍ତି, ଏହି ଲଢ଼େଇ ସମ୍ବିଧାନକୁ ବଞ୍ଚାଇବା ପାଇଁ। ସତ୍ୟ ସେ କହିପାରିବେ ନାହିଁ। ସତ୍ୟ ଦେଶ ସାମ୍ନାରେ ଅଛି। ଏହି ଲଢ଼େଇ ରାଜନୀତି ବିଷୟରେ ନୁହେଁ, ବରଂ ସମ୍ବିଧାନକୁ ବଞ୍ଚାଇବା ପାଇଁ। ଆମେ କେବଳ ଏକ ସ୍ୱଚ୍ଛ ଭୋଟର ତାଲିକା ଚାହୁଁ। ନମ୍ବର 11 ବୁଲା କୁକୁରଙ୍କୁ ଧରି ଆଶ୍ରୟସ୍ଥଳରେ ରଖ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଦିଲ୍ଲୀ ଏନ୍ସିଆରରେ ବୁଲା କୁକୁରଙ୍କ ଆତଙ୍କକୁ ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ଦିଲ୍ଲୀ ଏବଂ ନୋଏଡା, ଗାଜିଆବାଦ ସମେତ ସମଗ୍ର ଏନ୍ସିଆରରେ କୁକୁରମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଏମ୍ସିଡି ଏବଂ ଏନ୍ଡିଏମ୍ସିକୁ ତୁରନ୍ତ ବୁଲା କୁକୁରମାନଙ୍କୁ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ ଏନ୍ସିଆର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ସବୁବେଳେ ଦେଖାଯାଏ। ଏହି କାରଣରୁ ଲୋକମାନେ କୁକୁରମାନଙ୍କ ଯୋଗୁଁ ଭୟରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ନିକଟରେ କୁକୁରମାନେ ଅନେକ ଲୋକଙ୍କୁ ଆକ୍ରମଣ କରିଥିଲେ। ଏବେ ସୁପ୍ରିମକୋର୍ଟ ଏହି ମାମଲାରେ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛନ୍ତି। ଦିଲ୍ଲୀ ଏନ୍ସିଆର ଅଞ୍ଚଳର ସମସ୍ତ ବୁଲା କୁକୁରଙ୍କୁ ଧରାଯିବ। ଏହାପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯିବ। 5,000 କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନମ୍ବର 12 ଲୋକସଭାରେ ଉପସ୍ଥାପିତ ହେଲା ସଂଶୋଧିତ ଆୟକର ବିଲ୍ 2025। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ୍ 2025 ଉପସ୍ଥାପନ କରିଛନ୍ତି। ଏହି ନୂତନ ବିଲ୍ରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି। ମାତ୍ର 4 ମିନିଟ୍ ଭିତରେ ବିଲ୍ ପାସ୍ କରିଦିଆଯାଇଛି। ଗତ ସପ୍ତାହରେ ସରକାର ଆୟକର ବିଲ୍ 2025 ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ ସଂସଦକୁ କହିଛନ୍ତି ଯେ ଆମେ କିଛି ପରାମର୍ଶ ପାଇଛୁ, ଯାହାକୁ ଆଇନର ପ୍ରକୃତ ଅର୍ଥ ବାହାରକୁ ଆଣିବା ପାଇଁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ଏଥିରେ ଡ୍ରାଫ୍ଟିଂ, ଭୁଲ ସଂଶୋଧନ, ବାକ୍ୟ ବ୍ୟବସ୍ଥା ଏବଂ କ୍ରସ୍ ରେଫରେନ୍ସିଂ ଭଳି ପରିବର୍ତ୍ତନ ଅନ୍ତର୍ଭୁକ୍ତ। ନମ୍ବର 13 ସେପ୍ଟେମ୍ବର 1ରୁ ଦିଲ୍ଲୀ ୱାଶିଂଟନ ଉଡ଼ାଣ ବନ୍ଦ କରିବ ଏୟାର ଇଣ୍ଡିଆ। ନୂଆଦିଲ୍ଲୀରୁ ୱାଶିଂଟନକୁ ବିମାନ ଚଳାଚଳ ବନ୍ଦ କରିବାକୁ ଘୋଷଣା କରିଛି ଏୟାର ଇଣ୍ଡିଆ। ଦିଲ୍ଲୀରୁ ୱାଶିଂଟନ ଡିସିକୁ ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ କରିବ ବୋଲି ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର 1 ତାରିଖରୁ ଉଡ଼ାଣ ସେବା ବନ୍ଦ ହେବ। ଯାହାର କାରଣ ଦର୍ଶାଅ ଏୟାର ଇଣ୍ଡିଆ କହିଛି କି ଏୟାର ଇଣ୍ଡିଆର 26ଟି ବୋଇଂ 787-8 ବିମାନକୁ ଅପଗ୍ରେଡ୍ କରିବା ପାଇଁ କାମ ଚାଲିଛି। ଏହା ଯୋଗୁଁ ଅନେକ ବିମାନ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ଉପଲବ୍ଧ ହେବ ନାହିଁ। ଏହି କାମ 2026 ଶେଷ ପର୍ଯ୍ୟନ୍ତ ଜାରି ରହିବ। ଏହା ସହିତ ପାକିସ୍ତାନର ଆକାଶପଥ ବନ୍ଦ ଥିବାରୁ ଦୂରଗାମୀ ବିମାନରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏୟାର ଇଣ୍ଡିଆ ଏଭଳି ନିଷ୍ପତ୍ତି ନେଇଛି। ନମ୍ବର 14 ରେଳବାଇର ନୂଆ ଅଫର। ଏକାସହ ବୁକ୍ କରନ୍ତୁ ଯିବା ଆସିବା ଟ୍ରେନ୍ ଟିକେଟ୍, ମିଳିବ 20% ଡିସ୍କାଉଣ୍ଟ। ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏବେ ଏକାସହ ଯିବା ଆସିବା ଟ୍ରେନ୍ ଟିକେଟ୍ ବୁକ୍ କରିଲେ ମିଳିବ 20% ଡିସ୍କାଉଣ୍ଟ। ଦେଶ ଭିତରେ ଯେତେବେଳେ କାହାକୁ ଦୂରଯାତ୍ରା କରିବାକୁ ପଡ଼େ, ଲୋକମାନେ ସାଧାରଣତଃ ଟ୍ରେନ୍କୁ ହିଁ ବାଛିଥାନ୍ତି। କାରଣ ଟ୍ରେନ୍ ଯାତ୍ରା ଆରାମଦାୟକ ହୋଇଥାଏ। ଭାରତୀୟ ରେଳ ବିଷୟରେ କହିବାକୁ ଗଲେ ପ୍ରତିଦିନ ପ୍ରାୟ 2.5 କୋଟି ଲୋକ ଟ୍ରେନ୍ରେ ଯାତ୍ରା କରନ୍ତି। ଭାରତୀୟ ରେଳପଥ ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ବ୍ୟବସ୍ଥା। ଭାରତୀୟ ରେଳବାଇ ଅନେକ ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ନିୟମ ଓ ବ୍ୟବସ୍ଥା ଆଣିଥାଏ। ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କୁ ଏକ ବଡ଼ ଉପହାର ଦେବାକୁ ଯୋଜନା କରୁଛି। ନିକଟରେ ରେଳବାଇ ଏକ ରାଉଣ୍ଡ ଟ୍ରିପ୍ ପ୍ୟାକେଜ ଯୋଜନା ଘୋଷଣା କରିଛି, ଯାହା ଅଧୀନରେ ରିଟର୍ଣ୍ଣ ଜର୍ଣ୍ଣିରେ 20% ଡିସ୍କାଉଣ୍ଟ ଦିଆଯିବ। ଏହି ଯୋଜନା ବର୍ତ୍ତମାନ ପାଇଁ ପରୀକ୍ଷାମୂଳକ ଭାବରେ କାର୍ଯ୍ୟକାରୀ କରାଯିବ, ଯାହାଦ୍ୱାରା ଏହାର ପ୍ରଭାବ ଏବଂ ଯାତ୍ରୀଙ୍କ ପ୍ରତିକ୍ରିୟା ମୂଲ୍ୟାଙ୍କନ କରାଯାଇପାରିବ। ନମ୍ବର 15 ତଲାକ୍-ଏ-ହାସନ ଏବଂ ତଲାକ୍-ଏ-ଅହସାନ ଉପରେ ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ମୁସଲମାନଙ୍କ ମଧ୍ୟରେ ପ୍ରଚଳିତ ତଲାକ୍-ଏ-ହାସନ, ତଲାକ୍-ଏ-ଅହସାନ, ତଲାକ୍-ଏ-କିନାୟା, ତଲାକ୍-ଏ-ବାଇନ୍ ସମ୍ପର୍କରେ ଜାତୀୟ ମାନବାଧିକାର କମିଶନ, ମହିଳା ଏବଂ ଶିଶୁ ଅଧିକାର କମିଶନ ଏନ୍ସିପିସିଆରଙ୍କ ମତାମତ ଲୋଡ଼ିଛନ୍ତି। ଏହା ସହିତ ଏହି ବ୍ୟବସ୍ଥା ସମ୍ପର୍କରେ ଧାର୍ମିକ ସାମଗ୍ରୀ ମଧ୍ୟ କୋର୍ଟରେ ଉପସ୍ଥାପନ କରିବାକୁ କୁହାଯାଇଛି। ସୁପ୍ରିମକୋର୍ଟ 3 ତଲାକକୁ ଉଚ୍ଛେଦ କରିବା ପରେ ମଧ୍ୟ ମୁସଲମାନଙ୍କ ମଧ୍ୟରେ ଛାଡ଼ପତ୍ରର ଏହି ସାଧାରଣ ପ୍ରଥା ଜାରି ରହିଛି। ବେନଜିର ହିନା ନାମକ ଜଣେ ପୀଡ଼ିତା ମହିଳାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ମହିଳା ଏବଂ ବିବାହ ବହିର୍ଭୂତ ସମ୍ପର୍କରୁ ଜନ୍ମିତ ଶିଶୁ ଏବଂ ପିଲାମାନଙ୍କ ଉପରେ ତଲାକ୍-ଏ-ହାସନର ପ୍ରଭାବ ପରୀକ୍ଷା କରିବା ପାଇଁ ଜାତୀୟ ମାନବାଧିକାର କମିଶନ, ମହିଳା କମିଶନ ଏବଂ ଶିଶୁ ଅଧିକାର କମିଶନଙ୍କ ମତାମତ ଲୋଡ଼ିଛନ୍ତି। ନମ୍ବର 16 50 ଦେଶ ସହ ରପ୍ତାନି ବଢ଼ାଇବ ଭାରତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ 50% ପାଲଟା ଶୁଳ୍କ ଲଗାଇବା ପରେ ଦେଶର ରପ୍ତାନି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏଭଳି ସମୟରେ ରପ୍ତାନିରେ ସୁଧାର ଆଣିବା ଲାଗି ସରକାର ଏକ ରଣନୀତି ଉପରେ କାମ କରୁଛନ୍ତି।
50ଟି ଦେଶକୁ ଚିହ୍ନଟ କରାଯାଇଛି ଯାହାଙ୍କ ସହ ଦ୍ୱିପାକ୍ଷିକ କାରବାର ବଢ଼ାଇବାକୁ ଉଦ୍ୟମ କରାଯିବ। ଏଥିରେ ମଧ୍ୟପ୍ରାଚ୍ୟ ଓ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ରହିଛନ୍ତି। ଏହି ଦେଶଗୁଡ଼ିକ ଭାରତ ଏହାର 90% ସାମଗ୍ରୀ ପଠାଉଛି। ଆମେରିକୀୟ ଶୁଳ୍କ ପ୍ରଭାବକୁ ପ୍ରତିହତ କରିବା ଲାଗି ବାଣିଜ୍ୟ ମନ୍ତ୍ରଣାଳୟ 4 ସୂତ୍ରୀ ରଣନୀତି ପ୍ରସ୍ତୁତ କରୁଛି। ରପ୍ତାନିରେ ବିବିଧତା ଆଣିବା, ଆମଦାନିର ବିକଳ୍ପ ବାହାର କରିବା ଏବଂ ରପ୍ତାନିରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ାଇବା ଉପରେ କାମ ହେଉଛି। ନମ୍ବର 17 ଆହୁରି 476 ରାଜନୈତିକ ଦଳର ମାନ୍ୟତା ରଦ୍ଦ କରିବେ ନିର୍ବାଚନ କମିଶନ। ନିର୍ବାଚନ କମିଶନ ଇସି ସୋମବାର ଆଉ 476ଟି ପଞ୍ଜୀକୃତ କିନ୍ତୁ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ରଦ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ନିର୍ବାଚନ ଆଇନ ଏବଂ ନିୟମ ପାଳନ କରିନଥିବା 334ଟି ଦଳକୁ ନିର୍ବାଚନ ଆୟୋଗ ରଦ୍ଦ କରିଥିଲେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ଦ୍ୱିତୀୟ ତାଲିକାରେ ଅନ୍ତର୍ଭୁକ୍ତ 476ଟି ଦଳ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ସିଇଓମାନଙ୍କୁ ଏହି ଦଳଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ଏବଂ ଶୁଣାଣି ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସର୍ବାଧିକ ସଂଖ୍ୟକ ଦଳ ଉତ୍ତରପ୍ରଦେଶ 121, ମହାରାଷ୍ଟ୍ର 44, ତାମିଲନାଡୁ 42 ଏବଂ ଦିଲ୍ଲୀ 41ର ବୋଲି ଜଣାପଡ଼ିଛି। ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବା ବିହାରରେ 15ଟି ଦଳକୁ ତାଲିକାରୁ ବାଦ୍ ଦେବା ପ୍ରକ୍ରିୟା ଚାଲିଛି। 2001 ମସିହାରୁ ନିର୍ବାଚନ କମିଶନ ଏପରି ନିଷ୍କ୍ରିୟ ଦଳଗୁଡ଼ିକୁ 3ରୁ 4 ଥର ରଦ୍ଦ କରିଛନ୍ତି। ନମ୍ବର 18 ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ ବୁଲୁଛି ବାଘ, ଲୋକେ ଭୟଭୀତ। ସୁନ୍ଦରଗଡ଼ ଉଜ୍ଜଳପୁର ଫରେଷ୍ଟ ରେଞ୍ଜରେ ବୁଲୁଛି ବାଘ, ଲୋକେ ଭୟଭୀତ। ରବିବାର ଛତିଶଗଡ଼ ଓଡ଼ିଶା ସୀମାନ୍ତ ଲେଫ୍ରିପଡ଼ା ଅଞ୍ଚଳରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା। ଆଜି ଦର୍ଲିପାଲି ଚାନ୍ଦିଲି ଜଙ୍ଗଲ ପଛପଟେ ରାସ୍ତା ଅତିକ୍ରମ କରୁଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। କ୍ୟାମେରା ମାଧ୍ୟମରେ ବାଘର ଗତିବିଧି ଉପରେ ନଜର ରଖାଯିବ ବୋଲି ଏସିଏଫ୍ ସୂଚନା ଦେଇଛନ୍ତି। ନମ୍ବର 19 ଖୋର୍ଦ୍ଧା ଜିଲ୍ଲା ଓପେନ୍ ଚେସ୍ ସମ୍ବିତ ବିଜେତା। ଘଟକିଆସ୍ଥିତ ଏପିଜେ ସ୍କୁଲଠାରେ ଖୋର୍ଦ୍ଧା ଜିଲ୍ଲା ବରିଷ୍ଠ ଓପନ୍ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଆଇଏମ୍ ସମ୍ବିତ ପଣ୍ଡା 7ରୁ ପୁରା 7 ପଏଣ୍ଟ ପାଇ ବିଜେତା ହୋଇଥିଲା ବେଳେ ଏଫ୍ଏମ୍ ସୌମ୍ୟରଞ୍ଜନ ମିଶ୍ର 6, ମନୀଷ କୁମାର 6 ଓ ଓମ୍ ଆଦିତ୍ୟ ଖାଡ଼ଙ୍ଗା 6 ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏମାନଙ୍କୁ ଯଥାକ୍ରମେ 8,000, 5,000, 3,500 ଓ 2,500 ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି। ସମସ୍ତେ ମଧ୍ୟ ରାଜ୍ୟ ଓପେନ୍ ବରିଷ୍ଠ ଚେସ୍ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ନମ୍ବର 20 2036 ଅଲିମ୍ପିକ୍ ଆୟୋଜନ ଆଶାକୁ ବଡ଼। 2036 ଅଲିମ୍ପିକ୍ ଆୟୋଜନ ଲାଗି ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି IOCକୁ ଆଗ୍ରହପତ୍ର ପଠାଯାଇ ସାରିଛି। ଏହି ବିଷୟରେ IOC ସହ ଆମର ନିରନ୍ତର ବାର୍ତ୍ତା ବି ଚାଲିଛି। ଆମ ସହ ଅନ୍ୟ ଦେଶଗୁଡ଼ିକ ଦେଉଥିବା ପ୍ରସ୍ତାବର ପ୍ରତିଯୋଗିତା ମୂଲ୍ୟାଙ୍କନ ଉପରେ ଯାଇ IOC ଏହି ଦିଗରେ ଯାହା କିଛି ନିଷ୍ପତ୍ତି ନେଇପାରିବେ। ହେଲେ ଆୟୋଜକ ଚୟନ ପ୍ରକ୍ରିୟାକୁ IOCର ନୂଆ ସଭାପତି କ୍ରିଷ୍ଟି କେଭେଣ୍ଟ୍ରି ଅଚାନକ ସ୍ଥଗିତ କରିଦେଇଛନ୍ତି। ସେଥିପାଇଁ ଆମ ବିଡ୍ ଦାଖଲ ପ୍ରକ୍ରିୟାରେ ପୁଙ୍ଖାନୁପୁଙ୍ଖ ଓ ଭଲ ଭାବରେ ସମୀକ୍ଷା କରାଯାଉଛି। ଏହି ପ୍ରକ୍ରିୟାର ସମ୍ପୂର୍ଣ୍ଣ ପରିଚାଳନା ଭାରତୀୟ ଅଲିମ୍ପିକ୍ ସଂଘ IOA କରୁଛି। ଲୋକସଭାରେ ଆମ୍ ଆଦମୀ ପାର୍ଟି ସାଂସଦ ଗୁରୁମିତ ସିଂ ଭାରତର ଅଲିମ୍ପିକ୍ସ ଆୟୋଜନ ସମ୍ଭାବନା ଓ ଏହାର ସ୍ଥିତିକୁ ନେଇ ପଚାରିଥିବା ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୋମବାର ଏହା କହିଛନ୍ତି। ଧନ୍ୟବାଦ।